आपण समस्तଙ୍କୁ ଆମ ଚ୍ୟାନେଲ୍ କ୍ରିଏଟିଭ୍ ନ୍ୟୁଜ୍ଲାଣ୍ଡକୁ ସ୍ୱାଗତ। ତେବେ ଟିଏଟ୍କୁ ନେଇକି ଯେଉଁ କଣ୍ଟ୍ରୋଭର୍ସି ଚାଲିଛି ଆଣ୍ଡ ଟିଏଟ୍ ଆପଣଙ୍କର ମାଣ୍ଡାଟୋରୀ କି ନାହିଁ ସେ ନେଇ ଆପଣ ଯେଉଁ କନଫ୍ୟୁଜନ୍ରେ ଅଛନ୍ତି ସେ କନଫ୍ୟୁଜନ୍ରେ ରୁହନ୍ତୁନି। ଓଡ଼ିଶା ସରକାର ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଯେତେବେଳେ କି ସମାନ ସରକାର ଭାରତବର୍ଷରେ ଯେଉଁଟା ଅଛି ୟୁନିୟନ୍ ଗଭର୍ଣ୍ଣମେଣ୍ଟ ସେ ଟିଏଟ୍କୁ ଆକ୍ସେପ୍ଟ କରିନେଇଛି, ଅର୍ଥାତ୍ ସୁପ୍ରିମକୋର୍ଟ ଅର୍ଡ଼ରକୁ ଆକ୍ସେପ୍ଟ କରିନେଇଛି। ରିସେଣ୍ଟ ପାର୍ଲାମେଣ୍ଟାରୀ ଆପଣଙ୍କର ଡିସ୍କସନ୍ରୁ ସେଇଟା ଜଣାପଡ଼ିଛି, ମୁଁ ଆପଣଙ୍କୁ ଦେଖେଇବି। ଆଣ୍ଡ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆପଣଙ୍କର ଚ୍ୟାଲେଞ୍ଜ କରିଛି ଯେଉଁଟା ଟିଏଟ୍ ମାଣ୍ଡାଟୋରୀ ବା ଓଟେଟ୍ ମାଣ୍ଡାଟୋରୀ ମ୍ୟାଟରଟା ସୁପ୍ରିମକୋର୍ଟରେ ପୁନଃ ରିଭ୍ୟୁ ପାଇଁ ଦାୟର କରିଛି। ଏଇଟା ଖାରଜ ହେଇଯିବ କି କ'ଣ ହେବ ରିଭ୍ୟୁ ହେବ ଆମେ କହିପାରିବାନି, କିନ୍ତୁ ଅଲଗା ଷ୍ଟେଟ୍ ବି କରିଥିଲେ ସେଇଟା ଏତେ ଫଳପ୍ରଦ ହେଇନି। ତେଣୁ ଯେଉଁଟା ବର୍ତ୍ତମାନ ଓଡ଼ିଶା ଗଭର୍ଣ୍ଣମେଣ୍ଟ କରିଛି ତାର ଉଦ୍ଦେଶ୍ୟ କ'ଣ ହେଇପାରେ ଆପଣ କହିପାରିବେ? ଉଦ୍ଦେଶ୍ୟ ଏଇଆ, ଶିକ୍ଷକମାନେ ଯେହେତୁ ଏକଜୁଟ ହେଇକି ଆପଣଙ୍କର ଲଢ଼ୁଥିଲେ ଏବଂ ଡିମାଣ୍ଡ କରୁଥିଲେ 4200 ଗ୍ରେଡ୍ ପେ 6ଟି ଇନକ୍ରିମେଣ୍ଟ, ତାକୁ ଦିଗହରା କରିବା ପାଇଁ ଏ ଯୋଜନା। ତେଣୁ ଶିକ୍ଷକମାନେ ସଚେତନ ହୁଅନ୍ତୁ। ଏବଂ ଆଉ ଗୋଟେ କଥା କହି ରଖିବାକୁ ଚାହିଁବି, ଓଡ଼ିଶାରେ କେତେ ଶିକ୍ଷକ ଅଛନ୍ତି, ମୋ ଡାଟା ଦେଖିବା ପୂର୍ବରୁ ମୁଁ କହିଦେବାକୁ ଚାହିଁବି ଓଡ଼ିଶାରେ କେତେ ଶିକ୍ଷକ ଅଛନ୍ତି। ଓଡ଼ିଶାରେ 75,000 ଶିକ୍ଷକ ଆପ୍ଲାଏ କରିଥିଲେ ଓଟେଟ୍। ସେଥିରୁ ପାଖାପାଖି ଆପଣଙ୍କର 26ରୁ 28,000 ଶିକ୍ଷକ ରହିଯାଇଛନ୍ତି ଯେଉଁମାନେ ଟିଏଟ୍ କ୍ୱାଲିଫାଏ କରିପାରିନାହାନ୍ତି। କାହିଁକିନା କ୍ୱାଲିଫାଏ କରିଛନ୍ତି ପେପର୍ 1 ପେପର୍ 2 ବୋଥ୍ ଆପ୍ଲାଏ କରିଥିଲେ, ଯେଉଁମାନେ ପେପର୍ 1 ଅଛନ୍ତି ପେପର୍ 2 ଆପ୍ଲାଏ କରିଥିଲେ। ତେଣୁ ଯେକୌଣସି ଗୋଟେ ଆପଣଙ୍କର ରିକ୍ୱାର୍ଡ଼, ମୁଁ ଆଉ ଥରେ କହି ରଖିବାକୁ ଚାହିଁବି, ଲେବୁଲ୍ ଆପଣଙ୍କର ଭି, ଲେବୁଲ୍ ଆପଣଙ୍କ IV ପର୍ଯ୍ୟନ୍ତ ଆପଣଙ୍କର 1 ଚଳିବ, କିଛି ଅସୁବିଧା ନାହିଁ। ପ୍ରାଇମେରୀ ଲେବୁଲ୍, ଅପର୍ ପ୍ରାଇମେରୀ ଲେବୁଲ୍ରେ ଆପଣଙ୍କର ଲେବୁଲ୍ 5 ହଉ, ଲେବୁଲ୍ 4 ହଉ, ଆପଣଙ୍କର ଲେବୁଲ୍ 3 ହଉ, 3ଟା ପାଇଁ କମ୍ପଲସରି 2 ରିକ୍ୱାର୍ଡ଼, ଠିକ୍ ଅଛି। ତ ଯେଉଁମାନେ ଅପର୍ ପ୍ରାଇମେରୀ ଲେବୁଲ୍ ସେମାନେ ଲେବୁଲ୍ ଆପଣଙ୍କର 5 4 ବି ଆପଣଙ୍କର 2 ଯଦି ପାସ୍ କରୁଛନ୍ତି ଚଳିବ, 1 ଦରକାର ନାହିଁ। କିନ୍ତୁ ଯେଉଁମାନେ ପ୍ରାଇମେରୀ ଅଛନ୍ତି ସେମାନେ ଲେବୁଲ୍ 3କୁ ଯିବା ପାଇଁ ବା ଲେବୁଲ୍ 3ରୁ ଆପଣଙ୍କର ଏବିଓ ପ୍ରମୋସନ୍ ପାଇଁ OTT 2ଟା ରିକ୍ୱାର୍ଡ଼। କିନ୍ତୁ ଯେକୌଣସି ଗୋଟେ ଯଦି ଆପଣ ପାସ୍ କରୁଛନ୍ତି ଆପଣଙ୍କ ଚାକିରି ଯିବ ନାହିଁ, ପ୍ରମୋସନ୍ କିନ୍ତୁ ରହିଯିବ। କେଉଁଠି ନା ଲେବୁଲ୍ 4ରେ ଯାଇ ରହିଯିବ ଯଦି ଆପଣଙ୍କର OTT 2 ନାହିଁ। ଏଇଟା ହେଉଛି ବେସିକ୍ ଜିନିଷ। ବର୍ତ୍ତମାନ ଆପଣଙ୍କର ଗଭର୍ଣ୍ଣମେଣ୍ଟର ଏଇ ଯେଉଁ ଚ୍ୟାଲେଞ୍ଜଟା ଆପଣ ଦେଖିବେ, ଗଭର୍ଣ୍ଣମେଣ୍ଟ ଚ୍ୟାଲେଞ୍ଜ କରିଛି ଏଟାକୁ 26/1 ମାନେ ଏଇ ଜାନୁଆରୀ ମାସରେ ଚ୍ୟାଲେଞ୍ଜ କରିଛି, ରିଭ୍ୟୁ ପାଇଁ କରିଛି। ଏବଂ ଏ ଅର୍ଡ଼ରଟି ଯେଉଁଟା ଆସିଥିଲା ଏଇଟା ଅଲରେଡ଼ି 5-6 ମାସ ହେଇଗଲାଣି। ଅର୍ଥାତ୍ ଆପଣଙ୍କ ହାତରେ 1.5 ବର୍ଷ ସମୟ, ନହେଲେ ଚାକିରିରୁ ବିଦା ହେବେ ଏବଂ ପ୍ରମୋସନ୍ ବି ହେଇପାରିବନି, ଠିକ୍ ଅଛି। ସୁପ୍ରିମକୋର୍ଟର ଏଇ ରିଭ୍ୟୁ ଯେଉଁ ଅର୍ଡ଼ର ନ ଆସିବ ପ୍ରମୋସନ୍ ବି ହେଇପାରିବନି। ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଆପଣ ଦେଖିଦିଅନ୍ତୁ, ଆପଣଙ୍କର କୋଶ୍ଚିନ୍ର ଆନ୍ସର୍ ଆପଣ ଦେଖିଦିଅନ୍ତୁ। ଏଠି ସେମାନେ କ୍ଲିଅରଲି ଆକ୍ସେପ୍ଟ କରିନେଇଛନ୍ତି RTE 2009 ଅନୁସାରେ ଆମେ କ୍ୱାଲିଟି ଏଜୁକେସନ୍ ଦେବା ପାଇଁ ବଦ୍ଧପରିକର। ସେଥିପାଇଁ ଟିଏଟ୍ ଗୋଟେ ଏସେନ୍ସିଆଲ୍ କ୍ୱାଲିଫିକେସନ୍, ଠିକ୍ ଅଛି। ଟିଏଟ୍ ଗୋଟେ ଏସେନ୍ସିଆଲ୍ କ୍ୱାଲିଫିକେସନ୍। ତେଣୁ ଟିଏଟ୍କୁ ସେକ୍ସନ୍ 23 ଆକ୍ଟ ଅନୁସାରେ ମାଣ୍ଡାଟୋରୀ କରାହେଇଛି ଆପଏଣ୍ଟମେଣ୍ଟ ଟିଚର୍ ରୁଲ୍ ପାଇଁ। ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ଅର୍ଡ଼ର ଅନୁସାରେ ଇନ୍ ରେସ୍ପେକ୍ଟ ଅଫ୍ ଇନ୍ ସର୍ଭିସ୍ ଟିଚର୍ ସୁପ୍ରିମକୋର୍ଟ ନିଜର ଆର୍ଟିକଲ୍ 142 ଅଫ୍ କନଷ୍ଟିଟ୍ୟୁସନ୍ ୟୁଜ୍ କରିକି ଟିଏଟ୍ଟାକୁ ମାଣ୍ଡାଟୋରୀ କରିଛନ୍ତି। କାହାକୁ ନା ଇନ୍ ସର୍ଭିସ୍ ଟିଚର୍ମାନଙ୍କ ପାଇଁ ମଧ୍ୟ। ଏବଂ ଏଥିରେ କହିଛନ୍ତି ଯେ ଯଦି ଆପଣଙ୍କର 5 ବର୍ଷ ଚାକିରି ଅଛି, ଏ ଅର୍ଡ଼ରଟି ଆସିଥିଲା ଆପଣଙ୍କର ସେପ୍ଟେମ୍ବର ପାଖାପାଖି ଅର୍ଡ଼ର ଆସିଥିଲା। ତ ସେଇଠୁ ଆପଣଙ୍କର ଯଦି 5 ବର୍ଷ ଚାକିରି ଅଛି ଆଉ ସେପ୍ଟେମ୍ବର ଠାରୁ, ତାହେଲେ ଆପଣଙ୍କୁ ଟିଏଟ୍ ଦେବା ଦରକାର ନାହିଁ। ଯଦି ତାଠୁ ଅଧିକ 5 ବର୍ଷ 1 ମାସ ବି ଥିଲେ ଦେବାକୁ ପଡ଼ିବ, ଠିକ୍ ଅଛି। ନହେଲେ ମାସେ ଆଗରୁ ଆପଣ ରିଟାୟାର୍ଡ଼ କରିବେ, ଠିକ୍ ଅଛି। 3 ବର୍ଷ ଆଗରୁ, କାହିଁକିନା 2 ବର୍ଷ ପରେ ଆପଣ ରିଟାୟାରମେଣ୍ଟ ଦେଇ ଦିଆଯିବ। ତ ଆପଣଙ୍କୁ ଟିଏଟ୍ ମାଣ୍ଡାଟୋରୀ, ଯେଉଁମାନେ 5 ବର୍ଷ ଅଛି ନଦେଲେ ଚଳିବ, କିନ୍ତୁ ପ୍ରମୋସନ୍ ପାଇପାରିବେନି। ବର୍ତ୍ତମାନ ଯେଉଁଠି ଅଛନ୍ତି ସେଇଠି ରହିବେ, ଆଉ ପ୍ରମୋସନ୍ ମିଳିବନି। ଏଠି କ୍ଲିୟର କହିଲେ ଯେ 2 ଇୟର୍ ଆପଣଙ୍କର ଡେଟ୍ ଅଫ୍ ଜଜମେଣ୍ଟ ଟୁ କଣ୍ଟିନ୍ୟୁ ସର୍ଭିସ୍। ତ ଯଦି ଆପଣଙ୍କର ବର୍ତ୍ତମାନ ଆପଣ ମାନେ ଚାକିରି ଅଛନ୍ତି, ଆପଣଙ୍କର 1.5 ବର୍ଷ ସମୟ ରହିଲା, ତା ଭିତରେ ଟିଏଟ୍ ଦେଇ ଦିଅନ୍ତୁ ଆଜ୍ଞା। ଯେକୌଣସି ଗୋଟେ ପାସ୍ କଲେ ଚଳିବ, ଆପଣ ଚାକିରି ବଞ୍ଚିଯିବ। ତାପରେ ପ୍ରମୋସନ୍ ପାଇଁ 2 କଥା ଚିନ୍ତା କରିବେ। ଟିଚର୍ ହାଭିଂ ଲେସ୍ ଦ୍ୟାନ୍ 5 ଇୟର୍ ଅଫ୍ ସର୍ଭିସ୍, ଯେଉଁମାନଙ୍କ 5 ବର୍ଷରୁ କମ୍ ସର୍ଭିସ୍ ପିରିୟଡ଼ ଅଛି, ରିଟାୟାରମେଣ୍ଟ ନେବେ, ସେମାନେ ନଦେଲେ ଚଳିବ। କିନ୍ତୁ ୱିଦାଉଟ୍ କ୍ୱାଲିଫାଇଂ ଟିଏଟ୍ ସେମାନଙ୍କୁ ଆପଣଙ୍କର ପ୍ରମୋସନ୍ ଦିଆଯିବ ନାହିଁ। ଏଇଟା ସୁପ୍ରିମକୋର୍ଟ କହିଥିଲେ। ଆଣ୍ଡ ମିନିଷ୍ଟ୍ରି ଅଫ୍ ଏଜୁକେସନ୍, ମିନିଷ୍ଟ୍ରି ଅଫ୍ ଏଜୁକେସନ୍ ମାନେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଯେଉଁ ଏଜୁକେସନ୍ ଡିପାର୍ଟମେଣ୍ଟ ରହିଛି ସେ ଏଇଟାକୁ କହୁଛନ୍ତି। ଆଣ୍ଡ ଅନେବଲ୍ ସୁପ୍ରିମକୋର୍ଟ ଫର୍ଦର କହିଛନ୍ତି ଟିଏଟ୍ ଇଜ୍ ମାଣ୍ଡାଟୋରୀ ଫର୍ ଅଲ୍ ପର୍ସନ୍ସ ଆସ୍ପାଇରିଂ
the appointment teachers as well as in service teacher seeking appointment by the way of promotion appointment हो बा promotion हो TET compulsory without TET आप promotion पाई परिबेनी आपन को छटे हवा पड़ो तेणु यही जो ओडिशा गवर्नमेंट जाइए सुप्रीम कोर्ट को रिव्यू पे ये केवल दिखावा जे आम 20,000 रू 25,000 शिक्षक को सेपारेट करदे जहाँफल कि भिड़ कमिज एंड आम जो दाबी अच्छी से दाबीर माने जो रही समूह कमिज एवं बाकी कथा हूँ 20-25,000 शिक्षक तो ओटेड आपंकर क्वालिफाई करना ठीक अच्छी जो मानकर आउ 4-5 वर्ष चाकरी अच्छी से संख्या ओपीएस टीचर मान संख्या बहुत अच्छी बर्तमान से एनपीएस टीचर भी अच्छा लेवल 4 लेवल 3 टीचर अच्छा से दौना टीएट से जेहेतु गोटे स्कूल हेडमास्टर दिल्ली जब क्वालिफाई न करेंगे सम्मान पड़े दौना तो से चाहते कि प्रमोशन तो गवर्नमेंट यहाँ को से फर करेंगे अर्थात ये शिक्षक जो मैंने आगामी 4-5 वर्ष रिटायर करेंगे संख्या भी 20-25,000 बाहर ओडिशा रे ताने पाखापाखि 50,000 शिक्षक को ढाल कर गवर्नमेंट डिवाइड एंड रूल खेल चाहूँगी टीएट को लेकिन कन्फ्यूजन हबार नहीं सुप्रीम कोर्ट हूँ सर्वोपरि सुप्रीम कोर्ट को जो राय आसी सर्वोपरि एंड समस्त शिक्षक प्राय टीएट अच्छी तेणु ओरी हबार नहीं आउ 1.5 वर्ष जो समय रहा भितर आपन को 2-3 ओटेड देखा तो मिल ही मिल स्पेशल ओटेड फ्रेश ओटेड जहाँ भी हो आप क्वालिफाई करें प्रिपेरेसन एवं स्टार्ट कर दिखाँ आज वीडियो कमेंट शेष करूँ पुणी आप देखा नेक्स्ट